ଅନେକ ସଙ୍ଗ ଯହିଁ ମିଳି ଅବଶ୍ୟ ଉପୁଜଇ କଳି। ଏହି ଉକ୍ତିଟି ବା ଏହି ରୂଢ଼ିଟି ଭାଗବତରୁ ଗ୍ରହଣ କରାଯାଇଛି। ଏକାଦଶ ସ୍କନ୍ଧରେ ଅବଧୂତ ଯଦୁରାଜା ସମ୍ବାଦରେ ଅବଧୂତଙ୍କର 24 ଗୁରୁ ମଧ୍ୟରୁ ବ୍ରାହ୍ମଣ କନ୍ୟା ଥିଲେ ଅନ୍ୟତମ। ବ୍ରାହ୍ମଣ କନ୍ୟା ଢିଙ୍କିରେ ଧାନ ଶୁଖାଉଥିଲା ବେଳେ ସେ ହାତରେ ପିନ୍ଧିଥିବା ଚୁଡ଼ିଗୁଡ଼ିକ ଶବ୍ଦ କରୁଥିଲା। ହାତ ହଲାଇଲା ବେଳେ ସେ ହାତରେ ପିନ୍ଧିଥିବା ଚୁଡ଼ିଗୁଡ଼ିକୁ ଶବ୍ଦ କରୁଥିଲା। ହାତ ହଲାଇଲା ବେଳେ ଚୁଡ଼ିରେ ଚୁଡ଼ି ବାଜି ରୁଣ୍ ଝୁଣ୍ ଶବ୍ଦ କରୁଥିଲା। ହାତକୁ ଦେଖି ଅବଧୂତ ଜାଣିଥିଲେ ଗୋଟିଏ ସ୍ଥାନରେ ଅନେକ ଲୋକ ବସବାସ କଲେ ବା ମିଳିତ ହୋଇ ରହିଲେ ନିଶ୍ଚୟ କଳି କଜିଆ ବା ପାଟିତୁଣ୍ଡ ହୋଇଥାଏ। ଏଭଳି ପରିଣତରେ କିଛି ବ୍ୟସ୍ତ ହେବା ଉଚିତ ନୁହେଁ, କାରଣ ଏଭଳି ଘଟଣା ସ୍ୱାଭାବିକ ପ୍ରକ୍ରିୟା। ପ୍ରକୃତରେ ମଧ୍ୟ ସେହିଭଳି ଭାବ ଦେଖାଯାଏ। ଘନ ଜଙ୍ଗଲରେ ଅନେକ ଗଛ ରହିଥିବାରୁ ପବନରେ ଗଛରେ ଗଛ ଘଷି ହୋଇ ଅଗ୍ନି ସୃଷ୍ଟି ହୋଇଥାଏ। ଆକାଶରେ ଅନେକ ମେଘମାଳା ବା ବାଦଲ ପରସ୍ପର ମଧ୍ୟରେ ପିଟି ହୋଇ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି କରିଥାନ୍ତି। ବାସ୍ତବରେ ଦେଖିଲେ ନିୟମ ଅନୁଯାୟୀ ପରିଚାଳିତ ଓ ଶୃଙ୍ଖଳିତ ଜୀବନଯାପନ ଦ୍ୱାରା ସଂଘର୍ଷ ସୃଷ୍ଟି ହୋଇନଥାଏ। ଯଦି ପରିବାରରେ, ବଂଶରେ, ଗୋଷ୍ଠୀରେ ପ୍ରତ୍ୟେକ ବ୍ୟକ୍ତି ନିଜର ମର୍ଯ୍ୟାଦା ଓ ନିୟମ ଅନୁସାରେ କାମ କରନ୍ତି, ପରସ୍ପରକୁ ସାହାଯ୍ୟ କରିବାର ମାନସିକତା ପ୍ରତିପୋଷଣ କରନ୍ତି, ତାହେଲେ ବିପଦ ସୃଷ୍ଟି ହୋଇନଥାଏ। ଯେତେ ସତର୍କ ହେଲେ ମଧ୍ୟ ଅନେକ ସମୟରେ ମିଳିତ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା କାରଣରୁ ଏଭଳି ରୂଢ଼ିର ପ୍ରୟୋଗ କରାଯାଇଥାଏ। କ'ଣ ନା, ଅନେକ ସଙ୍ଗ ଯହିଁ ମିଳି ଅବଶ୍ୟ ଉପୁଜଇ କଳି।